ପ୍ରଥମ କରନ୍ତିୟ 3 ପର୍ବ ତାର 1 ପଦରୁ 11 ପଦ ପର୍ଯ୍ୟନ୍ତ। ପ୍ରଥମ କରନ୍ତିୟ 3 ପର୍ବ 1 ପଦରୁ 11 ପଦ। ଏ ପ୍ରକାର ଲେଖାଯାଇଅଛି, ପ୍ରଥମ କରନ୍ତିୟ 3 ଅଧ୍ୟାୟ 1 ପଦ ଠାରୁ ଆରମ୍ଭ କରି 11 ପଦ ପର୍ଯ୍ୟନ୍ତ। ହେ ଭାଇମାନେ, ମୁଁ ଆତ୍ମିକ ମନା ଲୋକଙ୍କୁ କହିଲା ପରି ତୁମମାନଙ୍କୁ କହିପାରିଲି ନାହିଁ, କିନ୍ତୁ ଶାରୀରିକ ଲୋକମାନଙ୍କୁ ଓ ଖ୍ରୀଷ୍ଟଙ୍କ ଠାରେ ଶିଶୁମାନଙ୍କୁ କହିଲା ପରି ତୁମମାନଙ୍କୁ କହିଲି। ମୁଁ ତୁମମାନଙ୍କୁ ଦୁଗ୍ଧପାନ କରାଇ ଅନ୍ୟ ଖାଦ୍ୟ ଦେଲି ନାହିଁ, କାରଣ ତୁମେମାନେ ତାହା ଗ୍ରହଣ କରିବାକୁ ସମର୍ଥ ନଥିଲ, ଆଉ ଏବେ ମଧ୍ୟ ସମର୍ଥ ହୋଇନାହଁ। ତେଣୁ ଏପର୍ଯ୍ୟନ୍ତ ତୁମେମାନେ ଶାରୀରିକ ଅଟ। କାରଣ ଯେତେବେଳେ ତୁମମାନଙ୍କ ମଧ୍ୟରେ ଈର୍ଷା ଓ ବିବାଦ ରହିଅଛି, ତୁମେମାନେ କି ଶାରୀରିକ ନୁହଁ ଓ ମନୁଷ୍ୟର ସ୍ୱଭାବ ଅନୁସାରେ କି ଆଚରଣ କରୁନାହଁ। ଯେହେତୁ ଯେତେବେଳେ ଜଣେ କୁହେ ମୁଁ ପାଉଲଙ୍କର, ପୁଣି ଆଉ ଜଣେ କୁହେ ମୁଁ ଆପୋଲଙ୍କର, ସେତେବେଳେ ତୁମେମାନେ କି ଶାରୀରିକ ନୁହଁ? ଆପୋଲ କିଏ? ପାଉଲ କିଏ? ସେମାନେ ତ ସେବକ ମାତ୍ର, ଯେଉଁମାନଙ୍କ ଦ୍ୱାରା ପ୍ରତ୍ୟେକଙ୍କୁ ପ୍ରଭୁ ଯେପରି ଦେଇଅଛନ୍ତି ତଦନୁସାରେ ତୁମେମାନେ ବିଶ୍ୱାସ କରିଅଛ। ମୁଁ ରୋପଣ କରିଅଛି, ଆପୋଲ ଜଳସେଚନ କରିଅଛନ୍ତି, କିନ୍ତୁ ଈଶ୍ୱର ବୃଦ୍ଧି ସାଧନ କରିଅଛନ୍ତି। ଅତଏବ ଯେ ରୋପଣ କରେ କିମ୍ବା ଯେ ଜଳସେଚନ କରେ ସେ କିଛି ନୁହେଁ, ମାତ୍ର ବୃଦ୍ଧି ସାଧନ କରନ୍ତି ଯେ ଈଶ୍ୱର, ସେ ହିଁ ସାର। ଯେ ରୋପଣ କରେ ଓ ଯେ ସେଚନ କରେ ସେ ନୁହେଁ, ସେ ଦୁହେଁ ଏକ, କିନ୍ତୁ ପ୍ରତ୍ୟେକ ଜଣ ଆପଣା ପରିଶ୍ରମ ଅନୁସାରେ ନିଜର ପୁରସ୍କାର ପାଇବ। କାରଣ ଆମେମାନେ ଈଶ୍ୱରଙ୍କ ସହକର୍ମୀ, ତୁମେମାନେ ଈଶ୍ୱରଙ୍କ କ୍ଷେତ୍ର, ଈଶ୍ୱରଙ୍କ ଗୃହ। ମୋତେ ଦତ୍ତ ଈଶ୍ୱରଙ୍କ ଅନୁଗ୍ରହ ଅନୁସାରେ ମୁଁ ଜଣେ ବୁଦ୍ଧିମାନ ଗୃହ ନିର୍ମାଣକାରୀ ତୁଲ୍ୟ ଭିତ୍ତିମୂଳ ସ୍ଥାପନ କରିଅଛି। ଅନ୍ୟ ଜଣେ ତା ଉପରେ ନିର୍ମାଣ କରୁଅଛି, କିନ୍ତୁ ପ୍ରତ୍ୟେକ ଲୋକ ତା ଉପରେ କିପରି ନିର୍ମାଣ କରୁଅଛି ସେ ସମ୍ବନ୍ଧରେ ସାବଧାନ ହେଉ। କାରଣ ଯେଉଁ ଭିତ୍ତିମୂଳ ସ୍ଥାପିତ ହୋଇଅଛି ତାହା ବ୍ୟତୀତ ଅନ୍ୟ ଭିତ୍ତିମୂଳ କେହି ସ୍ଥାପନ କରିପାରେ ନାହିଁ। ସେହି ଭିତ୍ତିମୂଳ ହେଉଛନ୍ତି ଯୀଶୁଖ୍ରୀଷ୍ଟ। ଆସନ୍ତୁ ଆମେ ପ୍ରାର୍ଥନା କରିବା। ପ୍ରଭୁ ଧନ୍ୟବାଦ ଦେଉଛୁ, ତୁମେ ଆମକୁ ବାକ୍ୟ ଦେଇ କଥା କହିଛ। ଏ ବାକ୍ୟ ମଧ୍ୟ ଆମେ ଯେପରି ସରଳ ଭାବରେ ବୁଝିପାରିବୁ ସେଥିପାଇଁ ଆମକୁ ସାହାଯ୍ୟ କର। ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଛୁ। ଆମେ ଏଠି ଦେଖୁଛୁ ଗୋଟେ ଶିଶୁ ବିଷୟରେ, ଗୋଟେ ଛୋଟ ପିଲା ବିଷୟରେ ଆମେ ଦେଖିପାରୁଛୁ। କିଏ ମାନେ ମଣ୍ଡଳୀରେ ଶିଶୁ ହୋଇକରି ଆମେ ଏଠି ଦେଖୁଛୁ। ଶିଶୁ କାହାକୁ କୁହାଯିବ? ଆମେ ଦେଖୁଛୁ ସେ ପିଲା ଶୋଇଛି, ସେ ଗୋଟେ ଶିଶୁ, ଅନୁଗ୍ରହ ଗୋଟେ ଶିଶୁ। ଏମାନେ ଜାଣିନାହାନ୍ତି, ଏମାନେ ବେଶୀ ବିଷୟ ଜାଣିନାହାନ୍ତି। ଏମାନଙ୍କୁ ଖାଲି ଖାଇବାଟା ଦରକାର, ଖେଳିବାଟା ଦରକାର, ଶୋଇବାଟା ଦରକାର। ତା ବାଦେ ଆଉ ସେମାନେ ଆଉ କିଛି ଜାଣିପାରିବେ ନାହିଁ। ସେମାନଙ୍କୁ ଆମେ ଶିଶୁ ବୋଲିକରି କହିଥାଉ। କିନ୍ତୁ ଆତ୍ମିକ ଶିଶୁ କାହାକୁ କୁହାଯିବ? ଏଇଟା ତ ଶାରୀରିକ ଶିଶୁ। ଆତ୍ମିକ ଶିଶୁ ବୋଲେ କ'ଣ? ଆତ୍ମିକ ଶିଶୁ କାହାକୁ କୁହାଯିବ? ମୁଁ ଗତ ଥର ଗୋଟେ ଗାଁ ଯାଇଥିଲି, ଆଉ ସେଠି ଗୋଟେ ପିଲାକୁ ଦେଖିଲି। ତାକୁ 17 ବର୍ଷ ହେଇଛି। ତାକୁ 17 ବର୍ଷ ହେଇଛି, ସେ ଉଠି ପାରୁନାହିଁ, ଚାଲି ପାରୁନାହିଁ, ଖାଲି ଶୋଇଥିବ। ଏତିକି ସାନ ଏକା ଅଛି, ସେ ବଡ଼ି ମିଶା ପାରୁନାହିଁ। ସେ ବହୁତ ଲମ୍ବା ବି ହେଉନାହିଁ, ବଡ଼ ହେଉନାହିଁ। କିନ୍ତୁ ଜନ୍ମ ହେଲା ପରଠାରୁ ଏତିକି ବଡ଼ ଏକା। ତା ପାଇଁ ଗୋଟେ ସାନ ଖଟିଆ ତା ପାଇଁ କରାଯାଇଥିଲା। ମୁଣ୍ଡିଗୁଡ଼ାରେ ମୁଁ ଯାଇଥିଲି ଆଉ ଦେଖିଲି, ଏଇ ଆମ ଜୟପୁର ପାଖ ମୁଣ୍ଡିଗୁଡ଼ା। ତାକୁ ତା ବାପାକୁ ମୁଁ ପଚାରିଲି, ଆଜ୍ଞା ଏଇଟା କେବଳ ନା ଏଇଟା ସାନ ବେଳୁ, ସେ ଆଉ ବଢ଼ୁନାହିଁ। ଦୁନିଆ ମେଡ଼ିକାଲ ଗଲୁ, ଲକ୍ଷେ ଲକ୍ଷେ ଟଙ୍କା ଖର୍ଚ୍ଚ କଲୁ, କିନ୍ତୁ ସେ ବଢ଼ି ପାରୁନାହିଁ। ସେ ସେଥିପାଇଁ ତା ବାବା ମା ବହୁତ ଦୁଃଖ। କାହିଁକି ବୋଲେ ପିଲା ସାନ ଖାଉଛି, କଥା କହୁଛି, କିନ୍ତୁ ବଢ଼ି ପାରୁନାହିଁ। ଯେଡ଼ିକି ସେମିତି ଏକା ଅଛି। ଏଇଟା ଶାରୀରିକ ବିଷୟରେ, ଏଇଟା ଜାଗତିକ ବିଷୟରେ ଆମେ ଚିନ୍ତା କରିବା। କିନ୍ତୁ ଆତ୍ମିକ ଭାବରେ ଆମେ ଯଦି ଚିନ୍ତା କରିବା, ଶିଶୁ କିଏ? ଶିଶୁ ବୋଲି କାହିଁକି ନାଁ ଦିଆଗଲା?
आमने आदि काकू 50 वर्ष काकू 60 वर्ष काकू 80 वर्ष ହେଇଛି ଏବେ ଆମେ ଯଦି ଗୋପी ଭାଇକୁ ପଚାରବା ତମର ବୟସ କେତେ ବୋଲେ ସେ 60 କି 70 ବର୍ଷ ବୋଲି କହିବେ। କମଳା ଆଣ୍ଟିକୁ ପଚାରବା ତାଙ୍କୁ ମଧ୍ୟ କହିଲେ 70 80 ବୋଲି କହିବେ। ଘାସି ଭାଇକୁ ପଚାରବା ସେମିତି 50 60 ବର୍ଷ ବୋଲି କହିବେ। ମତେ ଏବେ 55 ବର୍ଷ ହେଇଛି, 56 ବର୍ଷ ହେବ ସେପ୍ଟେମ୍ବର ଆଡ଼େ। ତ ଏବେ ମୁଇଁ ଶିଶୁ କି ଆପଣମାନେ ଶିଶୁ କି ଶିଶୁ କାହାକୁ କୁହାଯିବ ଆମମାନେ ବାକ୍ୟରେ ଦେଖିପାରିବ ଆତ୍ମିକ ଶିଶୁ। ଅନେକ ଥର ଆମେ ଖାଉଛୁ ଲୋକମାନଙ୍କ ଠାରୁ ଦେଲେ ଖାଉଛୁ, ଅନେକ ଲୋକ ଆମକୁ ଖୁଆଇ ଦେଉଛନ୍ତି, ଆମେ ନିଜେ ଖାଇପାରୁନୁ। ଖାଲି ମେସେଜ ଶୁଣିଲେ ହେବ ନାହିଁ, କିନ୍ତୁ ମେସେଜ ମଧ୍ୟ ଆମେ ପ୍ରଦାନ କରିବା। ଦୁଇଟା ଆଦାନ ପ୍ରଦାନ ଦୁଇଟା ହଉଥିବାର, ଏପଟେ ଆସୁଥିବ ସେପଟେ ଯାଉଥିବ, ଆମଦାନୀ ରପ୍ତାନୀ ଦୁଇଟା ହଉଥିବାର। ଏପଟୁ ପଇସା ଆସୁଥିବ ଏପଟୁ ପଇସା ଯାଉଥିବ। ବ୍ୟାଙ୍କରେ କେମିତି ହଉଛି डिपोजिट କରାଉଛି ସେଟା ଖର୍ଚ୍ଚ ମଧ୍ୟ କଡ଼ା ମିଶା ହଉଛି। डिपोजिट ଯେତିକି ଦିନକୁ କରାହଉଛି କଡ଼ା ହଉଛି ମଧ୍ୟ ସେତିକି। ସେମିତି ଆମେ ବାକ୍ୟ ଶୁଣୁଛୁ, ଏ ଶୁଣିଲାଟା ଆଇରେ ଅନ୍ୟମାନଙ୍କ ନିକଟରେ ଯିବାର ଅଛି, ତାପରେ ଆଇରେ ଆମର ପାଖେ ଆଇରେ ଆସିବାର ଅଛି। କେବଳ ଆମେ ଖାଇ ଥିଲେ ହେବ ନାହିଁ, କେବଳ ଶୁଣି ଥିଲେ ହେବ ନାହିଁ। ସେ ଶୁଣିଲାଟାକୁ ଅନ୍ୟମାନଙ୍କ ନିକଟରେ ଆମେ ସେଟା କଣ করবার ଅଛି দেবার ଅଛି। ଆମେ ଯୋଉଟା ଖାଇଛୁ ଆମେ ଯୋଉଟା ଶୁଣିଲୁ ସେଟା ଆମେ ଦେବାର ଅଛି। ଯଦି ଆମେ ଦେଉନୁ ଏବେ ପର୍ଯ୍ୟନ୍ତ ଆମେ ଶିଶୁ ଅଛୁ। ଗୋଟେ ଲୋକ 10 ବର୍ଷ ତଳେ ଗୋଟେ ଲୋକ ଖରାପ କଥା କହିଥିଲା, ତାର ମନେ ଅଛି। ଖରାପ କଥା କହିଲାଟା ମନେ ଅଛି, କିନ୍ତୁ ଈଶ୍ୱରଙ୍କର ବାକ୍ୟ ଆମେ ଗତ ସପ୍ତାହରେ କଣ ଶୁଣିଥିଲୁ ସେଟା ଆମର ମନେ ନାହିଁ। ଗତ ସପ୍ତାହରେ କି ବିଷୟ ଶୁଣିଲୁ ଆମେ ଜୀବ ବିଷୟରେ ଶୁଣିଥିଲୁ ନାଇଁ, ସେଟା ଅନେକ ଲୋକଙ୍କର ମନେ ନାହିଁ, କିନ୍ତୁ ଅଳ୍ପ ଲୋକଙ୍କର ମନେ ଅଛି। ଆମେ ଜୀବ ବିଷୟରେ ଶୁଣିଥିଲୁ। ବିଗତ ସପ୍ତାହରେ ଆମେ ଶୁଣିଥିଲୁ ଗର୍ବ ବିଷୟରେ ଆମେ ଶୁଣିଥିଲୁ ନାଇଁ। ତ ଗତ ସପ୍ତାହରେ ଆମେ ଜୀବ ବିଷୟରେ ଶୁଣିଥିଲୁ। ଆଜି ଆମେ ଆତ୍ମିକ ଶିଶୁ ବିଷୟରେ ଆମେ ଆଜି ଶୁଣିବାକୁ ଯାଉଛୁ ନାଇଁ। ତ ବାକ୍ୟକୁ ଆମେ ଶୁଣିକରି ମନେ ରଖିବାର ଅଛି। ସାନ ପିଲାମାନେ କିଛି ମନେ ରଖିପାରିବେ ନାହିଁ, କିନ୍ତୁ ଆମେ ଯେ ବିଶ୍ୱାସୀରେ ଏତେ ବର୍ଷ ହେଲା ବିଶ୍ୱାସ କରୁଛୁ। ଏ ବ୍ରେଦରେନ ଆରମ୍ଭ ହେଲା କେବେ 84ରେ 84 ମସିହାରେ ଚାକ ଅଙ୍କଲ ଏଇ ଉଙ୍ଗରି ଗାଁରେ ଆଇଲେ। 1993 ମସିହାରେ ଚର୍ଚ୍ଚ ହେଲା ବୋଲିକରି ସେଠି ଲେଖା ହେଇଛି। 1993 ମସିହାରୁ ଏବେ ପର୍ଯ୍ୟନ୍ତ ଅନେକ ବିଶ୍ୱାସୀ ମାନେ ଏଠି ଆମେ ଅଛୁ ନାଇଁ। କେତେଟା ବାକ୍ୟ ଆମର ମନରେ ଅଛି, ଆମେ କେତେଟା ବାକ୍ୟ ଶୁଣୁଛୁ ଆଉ ସେଇଟା ମନେ ରଖୁଛୁ, କି ସବୁ ପାସରି ଗଲୁ। ଏଟଲିଷ୍ଟ ଅଳ୍ପ ମଧ୍ୟ ଆମେ ଯଦି ମନେ ରଖିବା ସେଇଟା ଜୀବନରେ କାର୍ଯ୍ୟ ହେବାର ଅଛି। ତ କେଉଁମାନେ ଶିଶୁ ମାନେ 1ରୁ 3 ପଦ ଟିକେ ପଢବା। ହେ ଭାଇମାନେ ମୁଁ ଆତ୍ମିକ ମନା ଲୋକଙ୍କୁ କହିଲା ପରି ତୁମମାନଙ୍କୁ କହିପାରିଲି ନାହିଁ, କିନ୍ତୁ ଶାରୀରିକ ଲୋକମାନଙ୍କୁ ଓ ଖ୍ରୀଷ୍ଟଙ୍କ ଠାରେ ଶିଶୁମାନଙ୍କୁ କହିଲା ପରି ତୁମମାନଙ୍କୁ କହିଲି। ଶିଶୁମାନଙ୍କୁ କହିଲା ପରି ତୁମମାନଙ୍କୁ କହିଲି ବୋଲେ ଲେଖା ହେଇଛି। ଆତ୍ମିକ ମନା ଲୋକମାନଙ୍କୁ କହିଲା ପରି ତୁମମାନଙ୍କୁ କହିପାରିଲି ନାହିଁ। ଆତ୍ମିକ ମନା ଆରେ ଜାଗତିକ ମନା, ଶାରୀରିକ ମନା, ଦୁଇଟା ମନ ଅଛି। ଆତ୍ମିକ ମନ, ଶାରୀରିକ ମନ। ଆତ୍ମିକ ମନର ଲୋକମାନଙ୍କୁ କି ପ୍ରକାର କୁହାଯିବ, ଜାଗତିକ ଲୋକମାନଙ୍କୁ କି ପ୍ରକାର କୁହାଯିବ, ସେଇଟା ପାଉଲ ଜାଣିଥିଲେ। ସେଥିପାଇଁ କହୁଛନ୍ତି, ହେ ଭାଇମାନେ ଆତ୍ମିକ ମନା ଲୋକମାନଙ୍କୁ କହିଲା ପରି ମୁଁ ତୁମମାନଙ୍କୁ କହିପାରିଲି ନାହିଁ, କିନ୍ତୁ ଶାରୀରିକ ଲୋକମାନଙ୍କୁ ଓ ଖ୍ରୀଷ୍ଟଙ୍କ ଠାରେ ଶିଶୁମାନଙ୍କୁ କହିଲା ପରି ତୁମମାନଙ୍କୁ କହିଲି। କାହିଁକି ଏଇ କଥା କହିଲେ ଶିଶୁମାନଙ୍କୁ କହିଲା ପରି କହିଲି ବୋଲିକରି? ତାର 2 ପଦ ଲେଖା ହେଇଛି। ମୁଁ ତୁମମାନଙ୍କୁ ଦୁଗ୍ଧପାନ କରାଇ ଅନ୍ୟ ଖାଦ୍ୟ ଦେଲି ନାହିଁ, କାରଣ ତୁମେମାନେ ତାହା ଗ୍ରହଣ କରିବାକୁ ସମର୍ଥ ନଥିଲ, ଆଉ ଏବେ ମଧ୍ୟ ସମର୍ଥ ହୋଇନାହ।
ଦୁଗ୍ଧପାନ କରାଇ ଅନ୍ୟ ଖାଦ୍ୟ ଦେଲି ନାହିଁ। ଏବେ ପର୍ଯ୍ୟନ୍ତ ଆମେ ଯଦି କ୍ଷୀର ପିଇବୁ, ମାର କ୍ଷୀର ପିଇବୁ, ଆମକୁ ଲାଜ ଲାଗିବ କି ନାହିଁ? ଏବେ ପର୍ଯ୍ୟନ୍ତ ଆମେ ଯଦି ମାର କ୍ଷୀର ଆକା ପିଉଛୁ, ଭାତ ଶାଗ ଖାଉନୁ କିଛି, ତାହେଲେ ଆମକୁ ଲାଜ ଲାଗିବ। ପାଉଲ କହୁଛନ୍ତି, ମୁଁ ତୁମମାନଙ୍କୁ ଦୁଗ୍ଧପାନ କରାଇ ଅନ୍ୟ ଖାଦ୍ୟ ଦେଲି ନାହିଁ, କାରଣ ତୁମମାନେ ତାହା ଗ୍ରହଣ କରିବାର ସମର୍ଥ ନୁହଁ। ଏବେ ଯଦି ସେ ଅନୁଗ୍ରହକୁ ମାଛ ମାଂସ ଦେଲେ ସେ ଖାଇପାରିବ କି? ଖାଇପାରିବ। ଏ ବାବୁମାନଙ୍କୁ ମାଛ ମାଂସ ମସ୍ତ କରିଦେଲେ ମଧ୍ୟ ଖାଇପାରୁନି। ତାଙ୍କୁ ଛିଣ୍ଡାଇ ଦେବା। ସେମାନେ ପାଇଲେ ଦୁଧ ବା କ୍ଷୀର ସେମାନଙ୍କ ପାଇଁ ଭଲ, ବଢିଆ ଲାଗିବ। କିନ୍ତୁ କରନ୍ଥୀୟ ମଣ୍ଡଳୀ ଲୋକମାନଙ୍କୁ ସେଇ ପ୍ରକାର ଦୁଗ୍ଧପାନ ଦଉଛନ୍ତି ପାଉଲ। କାହିଁକି ଏତେ ବର୍ଷରୁ ସେମାନେ ପାନ କରିପାରୁଛନ୍ତି, ଖାଲି କ୍ଷୀର ଏକା ପିଉଛନ୍ତି, ଖାଦ୍ୟ ଖାଇ ପାରୁନାହାନ୍ତି, ଖାଲି ଦୁଗ୍ଧ ବା କ୍ଷୀର ଏକା ପିଇବାଟା ଆମ ଜୀବନରେ ଶକ୍ତିଶାଳୀ ହେଇପାରିବନି। ଭାତ ଖାଇବାର ଅଛି। ସେଥିପାଇଁ ମା ମାନେ ଟିକେ ବଡ଼ ହେଲେ କ'ଣ କରିବେ, ତାଙ୍କୁ ଭାତ ଖୁଆଇବେ, ଡାଲି ପାଣି ଦେବେ, ଭାତ ଖୁଆଇବେ, ଆଉ ଧୀରେ ଧୀରେ ସେ ମାଂସକୁ ପେଷ୍ଟ କରି ମଧ୍ୟ ତାଙ୍କୁ ଖୁଆଇବେ, ଯେତିକି ଶକ୍ତିଶାଳୀ ହଉ ବୋଲି। କିନ୍ତୁ କରନ୍ଥୀୟ ମଣ୍ଡଳୀ ଲୋକମାନଙ୍କୁ ସେଇ ପ୍ରକାର ଦୁଗ୍ଧ ଖାଦ୍ୟ ଦିଆଯାଇ ପାରୁନଥିଲା। ସେମାନେ କେବଳ ଦୁଗ୍ଧ ଏକା ପିଉଥିଲେ। ସେ ଦୁଗ୍ଧର ଅର୍ଥ କ'ଣ? କାହିଁକି ସେ ଦୁଗ୍ଧ ଖାଲି ସେମାନେ ପିଉଥିଲେ? ଆମେ ଦେଖିବା 3 ପଦ। ଯେଣୁ ଏପର୍ଯ୍ୟନ୍ତ ତୁମେମାନେ ଶାରୀରିକ ଅଟ, କାରଣ ଯେତେବେଳେ ତୁମମାନଙ୍କ ମଧ୍ୟରେ ଈର୍ଷା ଓ ବିବାଦ ରହିଅଛି, ତୁମମାନେ କି ଶାରୀରିକ ନୁହଁ ଓ ମନୁଷ୍ୟର ସ୍ୱଭାବ ଅନୁସାରେ କି ଆଚରଣ କରୁନାହଁ? ତେଣୁ ଏପର୍ଯ୍ୟନ୍ତ ତୁମମାନେ ଶାରୀରିକ ଅଟ, କାରଣ ଯେତେବେଳେ ତୁମମାନଙ୍କ ମଧ୍ୟରେ ଈର୍ଷା ଓ ବିବାଦ ରହିଅଛି, ତୁମମାନେ କି ଶାରୀରିକ ନୁହଁ ଓ ମନୁଷ୍ୟର ସ୍ୱଭାବ ଅନୁସାରେ କି ଆଚରଣ କରୁନାହଁ। ଏଠି ଆମେ ଦେଖୁଛୁ ଶାରୀରିକ ଅଟ, କାରଣ ଯେତେବେଳେ ତୁମମାନେ ମଧ୍ୟରେ ଈର୍ଷା ଓ ବିବାଦ ରହିଛି, ଯେଉଁ ମଣ୍ଡଳୀରେ ଈର୍ଷା ବିବାଦ କଳହ ସବୁ ରହିଛି, ସେ ମଣ୍ଡଳୀର ଲୋକମାନଙ୍କୁ ପାଉଲ କହୁଛନ୍ତି ସେମାନେ ଶିଶୁ ବୋଲି। ସେମାନେ ଶାରୀରିକ ଅଟନ୍ତି, ସେମାନେ ଦୁଗ୍ଧପାନ କରୁଛନ୍ତି, ସେମାନେ ଏବେ ପର୍ଯ୍ୟନ୍ତ ମାଂସ ଖାଇ ପାରୁନାହାନ୍ତି। ମାଂସ ଖାଇବାଟା ଖାଦ୍ୟ ଆରି କ୍ଷୀର ଆରି ଖାଦ୍ୟ ଦୁଇଟା ଅଲଗା ବିଷୟ। କ୍ଷୀର ବୋଲେ ସାନ ପିଲାମାନେ ଖାଇବେ, ଆଉ ଖାଦ୍ୟ ବୋଲେ ବଡ଼ ଲୋକମାନେ ଖାଇବେ। ତାର ତ କ୍ଷୀର ବୋଲେ ମୌଳିକ ବିଷୟ ଗୁଡ଼ାକ ଖାଲି ଲୋକମାନେ ଜାଣୁଛନ୍ତି। ମୌଳିକ ବିଷୟ କ'ଣ ସେଟା? ମୌଳିକ ବିଷୟ କ'ଣ? ପରିତ୍ରାଣ, ପାପ କ୍ଷମା, ବାପ୍ତିସ୍ମ, ସହଭାଗିତା, ଏ ବିଷୟ ଏକା ଖାଲି ଜାଣୁଛନ୍ତି। କଟେଜ ମିଟିଂ, ଆଇରି କିଛଟା ସିଷ୍ଟର ମିଟିଂ, କଟେଜ ମିଟିଂ, ଆଇରି ଆମର ଉପାସନା ମିଟିଂ, ସଣ୍ଡେ ସ୍କୁଲ, ଏତିକି ଏକା ଯିବା ପାଇଁ ଜାଣୁଛନ୍ତି। ଠିକ ଅଛି, କିନ୍ତୁ ଗଭୀରକୁ ଆମେ ଯାଇପାରୁନା। କଟେଜ ମିଟିଂ ଯାଅ, ସିଷ୍ଟର ମିଟିଂ ଯାଅ, ୱାର୍କସିପ୍ ଯାଅ, ସବୁ ବିଷୟ କର, କିନ୍ତୁ ଗଭୀରକୁ ଯିବାର ଅଛି। ଆର୍ଥିକ ବାକ୍ୟ ଜାଣିବାର ଅଛି। ସେ ମୌଳିକ ବିଷୟ ହେଉଛି ଶାରୀରିକ ବା ଦୁଗ୍ଧପାନ ବିଷୟକୁ ମୌଳିକ ବିଷୟ ବୋଲି କୁହାଯାଉଛି। ଦୁଗ୍ଧପାନ ବିଷୟକୁ ଯୋଉଟାକି ମୌଳିକ ବିଷୟ ବୋଲି କୁହାଯାଉଛି। କିନ୍ତୁ ଗୁରୁପାକ ଖାଦ୍ୟ ବୋଲିକରି ଆମେ ଗୁରୁପାକ ଖାଦ୍ୟ ବୋଲେ ସେଟା ମାଂସକୁ ବୁଝାଉଛି, ଆଉ ଗୁରୁପାକ ଖାଦ୍ୟ ବୋଲେ ସେଟା ଆତ୍ମିକର ଗଭୀର ବାକ୍ୟକୁ ବୁଝାଉଛି। ଆମେ ଆଜି ସେଇ ଗୁରୁପାକ ଖାଦ୍ୟ ଖାଇପାରୁଛୁ। ଏତେ ବର୍ଷ ହେଲା ଆମେ ମଣ୍ଡଳୀରେ ରହୁଛୁ, ଗଭୀର ବିଷୟ କହିଲେ ଆମେ ବୁଝିପାରୁନା। ଖାଲି ଉପର ବିଷୟ କହିଲେ ଏକା ଆମେ ବୁଝୁଛୁ। ତାହେଲେ ଆମେ କେମିତି ବଢ଼ବା? ଏବେ ପର୍ଯ୍ୟନ୍ତ ଆମେ ଶିଶୁ ଏକା ଅଛୁ। କେବେକୁ ଆମେ ବଡ଼ ଲୋକ ହେବା?
କେବଳ ଅନ୍ୟମାନଙ୍କୁ ଆମେ ପ୍ରଭୁଙ୍କର ସୁସମାଚାର କହିବା, କେବଳ ଆମେ ଗୋଟେ ପ୍ରାର୍ଥନାଶୀଳ ଜୀବନ କାଟି ଅନ୍ୟମାନଙ୍କ ପାଇଁ ଆମେ ବଚର କାରଣ ହେବା, ସେମାନଙ୍କ ପାଇଁ ଆମେ ଅନେକ ଲୋକ ପ୍ରଭୁକୁ ଜାଣିନାହାନ୍ତି, ସେମାନେ ଯେମିତି ପ୍ରଭୁକୁ ଜାଣିବେ ସେ ବିଷୟ ଆମେ କେବେ କରିବା। ବିବାଦ ଆସୁଛି, ବିବାଦ ଆସୁଛି ମଣ୍ଡଳୀରେ, ଯେତେବେଳେ ଈର୍ଷା ଆସୁଛି, ଯେତେବେଳେ ଝଗଡ଼ା ଆସୁଛି, ଏ ଦୁଇଟା ବିଷୟ ଆସିଲେ ତାପରେ କ'ଣ ଆଇବ? ଈର୍ଷା ଆଇବ, ଝଗଡ଼ା ଆଇବ, ତାପରେ କ'ଣ ହେବ? ଦଳଭେଦ ହେବ, ଡିଭିଜନ ହେବ। ଈର୍ଷା ରହୁଛି ଯେଉଁ ମଣ୍ଡଳୀରେ, ଯାହା ଜୀବନରେ ଈର୍ଷା ରହୁଛି, ଯାହା ଜୀବନରେ ଝଗଡ଼ା ରହୁଛି, ତାର ଜୀବନରେ ଅଲଗା ମିଶା ହେବା ଚାନ୍ସ ଅଛି। ଆଜି ଯଦି ଆମେ ଚିନ୍ତା କରିବା କେଉଁ ମଣ୍ଡଳୀରେ ଈର୍ଷା ନାହିଁ, କେଉଁ ମଣ୍ଡଳୀରେ ଝଗଡ଼ା ନାହିଁ, କେଉଁ ମଣ୍ଡଳୀରେ ଦଳଭେଦ ନାହିଁ, ତାର ଜୀବନରେ ମଧ୍ୟ ଈର୍ଷା ଝଗଡ଼ା ଏସବୁ ବିଷୟ ନାହିଁ କି ଅଛି। ଆମେ ଯଦି ଦେଖିବା ଇସ୍ରାଏଲ ଲୋକମାନେ କ'ଣ କଲେ? ସେମାନେ ଝଗଡ଼ା କଲେ। ମନୋନୀତ ଲୋକମାନେ ଏଇପରି ମଧ୍ୟ ସେମାନେ କ'ଣ କରୁଛନ୍ତି? ଝଗଡ଼ା କରୁଛନ୍ତି। ସେମାନେ ଶିଶୁ ପରି ହେଇଛନ୍ତି। ପିତରଙ୍କ ଜୀବନ ଆମେ ଦେଖିବା, ପିତର ପ୍ରଭୁଙ୍କର ପାଖେ ଥିବା ଲୋକ ମଧ୍ୟ ଏଇକରି ସେ ଅସ୍ୱୀକାର କରିଛନ୍ତି ପ୍ରଭୁଙ୍କୁ। ସେ କିଛି ସମୟ ପାଇଁ ସେ ଶିଶୁ ପରି ଜୀବନ କାଟୁଛନ୍ତି, କିନ୍ତୁ ପରେ ସେ ଆତ୍ମିକ ଜୀବନ ପଢୁଛନ୍ତି। ଗୋଟେ ଦିନ ସେ ଗୋଟେ ଦାସୀ ସମ୍ମୁଖରେ ପ୍ରଭୁଙ୍କର ବିଷୟ କହିପାରିଲା ନାହିଁ, ଆଉ ମୁଁ ପ୍ରଭୁଙ୍କର ଲୋକ ନାହିଁ, ସେ ଯୀଶୁ କିଏ ମୁଁ ଜାଣି ନାହିଁ ବୋଲି ସେ କହିଦେଉଛି। ଆଉ ଗୋଟେ ଦିନ 3000 ଲୋକ ସାମ୍ନାରେ ସେ ପ୍ରଭୁଙ୍କର ବାକ୍ୟ କହୁଛି। ଆଜି ଆମେ ପିତର ପରି ମଧ୍ୟ ଅଛୁ। ଆଜି ଆମେ ଇସ୍ରାଏଲ ଲୋକମାନ ପରି ଅଛୁ। ଅନେକ ଈର୍ଷା, ଅନେକ କଳହ, ଅନେକ ଘୃଣା ବିଷୟ, ଅନେକ ଗର୍ବ ବିଷୟ ଆମର ଜୀବନରେ ଅଛି, ନାହିଁ ବୋଲି କହିପାରିବୁ ନାହିଁ। କିନ୍ତୁ ସେ ସବୁ ଆକା କଣ୍ଟିନ୍ୟୁ ଆମେ ରହିଯାଇଥିଛି ବୋଲେ ଆମେ ଏବେ ପର୍ଯ୍ୟନ୍ତ ଶିଶୁ ଆକା ଅଛୁ। ସେଟା ଏବେ ପର୍ଯ୍ୟନ୍ତ ଆମେ ଛାଡ଼ି ନାହୁଁ, ତାହେଲେ ଆମେ ଏବେ ପର୍ଯ୍ୟନ୍ତ ଶିଶୁ ଅଛୁ। ଆତ୍ମିକ ଜୀବନରେ ଶିଶୁ ଅଛୁ। ଆମେ ବଢ଼ି ପାରୁନୁ, ବାକ୍ୟକୁ ଆମେ ଭିତରେ ଯାଇପାରୁନାହିଁ। ଅନେକ ଲୋକ କହିବେ ବାକ୍ୟ ଆଜି କେମିତି ଥିଲା? ସେ ମିଟିଂରେ ଯାଇଥିଲ, ବଢ଼ିଆ ଥିଲା, କିଛିଟା ଶୁଣିଲ, ସେଟା ତ ମନେ ନାହିଁ, ସେଟା ମନେ ନାହିଁ। ଅନେକ ଲୋକ ବାକ୍ୟ ଶୁଣିବେ କିନ୍ତୁ ବଢ଼ିଆ ଅଛି ବୋଲି କହିବେ, କିନ୍ତୁ ଭିତରେ ଯିବ। ସେଟା କୋଉଠି ଆମେ ଦେଖୁଛୁ? କେତେକ ବିହନ କୋଉଠି ପଡ଼ିଲା? ବାଟ ପାଖରେ ପଡ଼ିଲା। କେତେକ ବିହନ କୋଉଠି ପଡ଼ିଲା? ପତରିଆ ଭୂଇଁରେ, ଆଉ କେତେକ ବିହନ କଣ୍ଟା ବୁଦାରେ, ଆଉ କେତେକ ବିହନ ଭଲ ଭୂଇଁରେ। ଆଜି ସେମିତି ଅଛି। ବାକ୍ୟ ଶୁଣିଦେଲ, ଏଇଠି ବଢ଼ିଆ ଲାଗୁଛି, କିନ୍ତୁ ପଦାରେ ଗଲା ପରେ ଆଉ ସେ ବାକ୍ୟ ମନେ ନାହିଁ, ପଳାଉଛି। ତ ଆମେ ସେଇ ପ୍ରକାର ଶିଶୁମାନେ କିଛି ସମୟ ଏକା ସେମାନେ ଶୁଣିବେ, ତାପରେ ସେମାନେ ଭୁଲିଯିବେ। ଆଜି ଆମମାନଙ୍କ ଜୀବନରେ ଆମେ ସେଇ ପ୍ରକାର ଅଛୁ। ଯଦି ସେଇ ପ୍ରକାର ଅଛୁ, ଆମେ ଏବେ ପର୍ଯ୍ୟନ୍ତ ଶିଶୁରେ ଏକା ଅଛୁ। ଆମେ ଶିଶୁରେ ଏକା ଅଛୁ, ଆମେ ବଢ଼ିପାରୁନୁ। ତେଣୁକରି କ୍ଷୀରରେ କ'ଣ କ'ଣ ଥିବ? ଭିଟାମିନ୍ ଏ ଥିବ, ଭିଟାମିନ୍ ବି ଥିବ, ଭିଟାମିନ୍ B1 ଥିବ, B2 ଥିବ, ଭିଟାମିନ୍ B12 ଥିବ ବୋଲିକରି ମୁଁ ଦେଖୁଛି। ଏଇଟା ସବୁ ଭିଟାମିନ୍ କ୍ଷୀର ପିଇଲେ ଆମକୁ ଶକ୍ତି ଦେବ, ଆହୁରି ଆମକୁ ବଳ ଦେବ, ତାପରେ ଆମର ଶିରା ପ୍ରଶିରା କାର୍ଯ୍ୟ କରିବ, ରକ୍ତ ହେବ, ଅନେକ ବିଷୟ ଅଛି କ୍ଷୀର ପିଇଲେ। କିନ୍ତୁ ଏଇ ଜାଗତିକ କ୍ଷୀର ସେଟା। କିନ୍ତୁ ଆତ୍ମିକ କ୍ଷୀର ଯଦି ଆମେ ପିଉଛୁ, ସେଇଟା ଆମର ଆତ୍ମିକ ପାଇଁ ଆମକୁ ଦରକାର ଅଛି। ତେଣୁକରି ଆମେ ସେ ଆତ୍ମିକ କ୍ଷୀର ଆମେ ପିଇବା। ସେଥିପାଇଁ ପ୍ରଥମ ପିତର ତାର 2 ପର୍ବ 2 ପଦରେ ଆମେ ଦେଖିବା। ପ୍ରଥମ ପିତର 2 ପର୍ବ 2 ପଦ ପ୍ରକାର ଲେଖାଯାଏ। ପ୍ରଥମ ପିତର 2:2 ପଦ, ନବଜାତ ତାହେଲେ ସମସ୍ତ ପ୍ରକାର ଦୁଷ୍ଟତା, ଛଳ, କପଟ, ଈର୍ଷା ଓ ପରନିନ୍ଦା ପରିତ୍ୟାଗ କରି ନବଜାତ ଶିଶୁ ତୁଲ୍ୟ ପାରମାର୍ଥିକ ଅମିଶ୍ରିତ ଦୁଗ୍ଧ ପାନ କରିବାକୁ ଇଚ୍ଛା କର,
ଯେପରି ତୋ ଦ୍ୱାରା ପରିତ୍ରାଣ ସେ ବୃଦ୍ଧି ପାଇପାର। ନବଜାତ ଶିଶୁ ତୁଲ୍ୟ ଅମିଶ୍ରିତ ଦୁଗ୍ଧ ଦୁଗ୍ଧ। ଏଠି ଆମେ ଦୁଗ୍ଧ ବିଷୟ ଦେଖିଲୁ, ଏଠି ଅମିଶ୍ରିତ ଦୁଗ୍ଧ ବୋଲି ଦେଖିଲୁ। ଦୁଇଟା ଅଲଗା ଅଲଗା ଅଛି। ଏଠି ଦୁଗ୍ଧ ଖାଲି କ୍ଷୀର ବିଷୟରେ ଲେଖା ହେଇଛି ପ୍ରଥମ କରନ୍ତୀୟ 3 ପର୍ବରେ, କିନ୍ତୁ ପ୍ରଥମ ପିତର ତାର 2 ପର୍ବରେ ଆମେ ଦେଖିପାରୁଛୁ ଯେ ଅମିଶ୍ରିତ ଦୁଗ୍ଧ ବୋଲି ଲେଖା ହେଇଛି। ତାର ଅର୍ଥ କ'ଣ? ଅମିଶ୍ରିତ ବୋଲେ କିଛି ମିଶି ନଥିବ, ପାଣି ମିଶା ମିଶି ନଥିବ, ସେମିତି କ୍ଷୀରକୁ ଅମିଶ୍ରିତ ଦୁଗ୍ଧ ବୋଲି କୁହାଯାଉଛି। ତ ଈଶ୍ୱରଙ୍କର ବାକ୍ୟକୁ ଅମିଶ୍ରିତ ଦୁଗ୍ଧ ସହିତ ସମାନ କରାଯାଇଛି। ସେ ଅମିଶ୍ରିତ ଦୁଗ୍ଧ ଆମେ କ'ଣ କରବାର ଅଛି? ପଢ଼ବାର ଅଛି, ଖାଇବାର ଅଛି, ବୋଲେ ଆମେ ସେଟା ଶୁଣିକରି ମନେ ରଖବାର ଅଛି। ଈଶ୍ୱରଙ୍କର ବାକ୍ୟକୁ ଯେ ମନେ ରଖିପାରୁନାହିଁ, ଈଶ୍ୱରଙ୍କର ବାକ୍ୟକୁ ଯେ ଶୁଣିକରି କାମ କରିପାରୁନାହିଁ, ସେମାନେ ଶିଶୁ ଅଟନ୍ତି। ସେମାନେ ଶିଶୁ, ସେମାନଙ୍କୁ ସବୁ ପାଶରି ଯିବେ। ସେମାନେ ପ୍ରଭୁଙ୍କ ପାଇଁ ସେମାନେ କିଛି କାମ କରିପାରିବେ ନାହିଁ। କାହିଁକି ବୋଲେ ସେମାନଙ୍କୁ କିଛି ଜଣା ନାହିଁ। ସେମିତିକା ଲୋକ ତାଙ୍କ ଜୀବନରେ କ'ଣ ଆସୁଛି? ଈର୍ଷା ଆସୁଛି, ବିବାଦ ଆସୁଛି, ଆଉ ଝଗଡ଼ା ଆସିକରି ସେ ମଣ୍ଡଳୀ ବିବାଦନ ହେଇଯାଉଛି। এই ଜାଗାରେ ଯଦି ଆମେ ଚିନ୍ତା କରିବା, ଭଲ ଭଲ ପ୍ରଚାରକ ମାନଙ୍କ ଜୀବନରେ ମଧ୍ୟ ଈର୍ଷା ଆସୁଛି। ଭଲ ଭଲ ପ୍ରାଚୀନ ଯେ ରହୁଛି ତାଙ୍କୁ ମଧ୍ୟ ଈର୍ଷା ଆସୁଛି। ସେମାନେ ବାକ୍ୟ ବେଶୀ ଜାଣିଛନ୍ତି, ବେଶୀ ଜାଣିଲା ଲୋକମାନଙ୍କ ଜୀବନରେ ମଧ୍ୟ ଈର୍ଷା ଆସୁଛି, କଳହ ଆସୁଛି, ସବୁ ବିଷୟ ଆସୁଛି। ହେଲେ ସେମାନେ ଶିଶୁ କି ନାହିଁ? ସେମାନେ ଶିଶୁ କି ନାହିଁ? ଯଦି ଈର୍ଷା ଆସୁଛି, କଳହ ଆସୁଛି, ଝଗଡ଼ା ଆସୁଛି, ବିବାଦ ଆସୁଛି, ଝିକା ଟଣା ହେଇଯାଉଛନ୍ତି, ଶିଶୁ କି ନାହିଁ? ଆମେ ଯଦି ସେଇ ପ୍ରକାର ଶିଶୁ ପରିକା ହେବା, ତାହେଲେ ଆମେ ଆତ୍ମିକ ଜୀବନ ବଢ଼ିପାରିବା। ଆତ୍ମିକ ଜୀବନରେ ଆମେ ବଢ଼ବା ପାଇଁ ହେଲେ ଆମମାନଙ୍କ ଜୀବନରେ ଦରକାର କ'ଣ? ଅମିଶ୍ରିତ ଦୁଗ୍ଧ। ଅମିଶ୍ରିତ ଆମେ ସେଇ ପ୍ରଥମ କରନ୍ତୀୟ ଏଠି ଆମେ ଦେଖୁ 4 ପଦରେ, ଯେହେତୁ ଯେତେବେଳେ ଜଣେ କୁହେ ମୁଁ ପାଉଲଙ୍କର, ଆଉ ଜଣେ କୁହେ ମୁଁ ଆପୋଲୋଙ୍କର, ଯେତେବେଳେ ତୁମମାନେ ଚାଲିକ ନୁହଁ। ଆପୋଲ ଆଉ ପାଉଲ ଏମାନେ କିଏ? ଈଶ୍ୱରଙ୍କର ଦାସମାନେ। ସେମାନେ ଈଶ୍ୱରଙ୍କର ଦାସମାନେ। ମୁଇଁ ତାର ଦଳ, ସେ ଆଇରି ଗୋଟେ କହିବ ମୁଇଁ ତାର ଦଳ। ମୁଇଁ ବିଜେପି, ଆଇରି ଗୋଟେ କହିବ କିଏ? ମୁଇଁ ବିଜେଡି। ଚର୍ଚ୍ଚରେ ଅଛୁ, ଗୋଟେ ରୋଟି ଏବଂ ପାନ ପାତ୍ରର ଅଂଶୀ ହେଉଛୁ, ଆଇରେ ଆମେ ଡିଭିଜନ ହେଇଯାଉଛୁ, ଅଲଗା ହେଇଯାଉଛୁ। କାହିଁକି ଏ ପ୍ରକାର ହେଉଛୁ? ଆମେ ଆତ୍ମିକ ଶିଶୁ ହୋଇକରି ରହୁଛୁ, ସେଥିପାଇଁ ଆମେ ଏଇ ପ୍ରକାର। ତାପରେ ଆମେ 4-5 ପଦ ଦେଖୁଛୁ। ଆପୋଲୋ କିଏ? ପାଉଲ କିଏ? ସେମାନେ ତ ସେବକ ମାତ୍ର, ଯେମାନଙ୍କ ଦ୍ୱାରା ପ୍ରତ୍ୟେକଙ୍କୁ ପ୍ରଭୁ ଯେପରି ଦେଇଅଛନ୍ତି, ପ୍ରଭୁ ତୁମମାନେ ବିଶ୍ୱାସ କରିଅଛ। ମୁଁ ରୋପଣ କରିଛି, ଆପୋଲୋ ଜଳସେଚନ କରିଅଛନ୍ତି, କିନ୍ତୁ ଈଶ୍ୱର ବୃଦ୍ଧି ସାଧନ କରନ୍ତି। ଆମେ ବାକ୍ୟ ଦେବା ଲୋକ ମହାନ ନାହିଁ, ଆମେ ଲୋକମାନଙ୍କୁ ବଢ଼ାଇବା ଲୋକ ଆମେ ମହାନ ନାହିଁ, କିନ୍ତୁ ମହାନ ଅଛନ୍ତି। ତମେ ବାକ୍ୟ ଦିଅ, ତମେ ବାକ୍ୟରେ ତାଙ୍କୁ ବଢ଼ାଅ, କିନ୍ତୁ ପ୍ରଭୁ ଯଦି ସେମାନଙ୍କୁ ବଢ଼ାଇବେ ନାହିଁ, ତମେ କିଛି କରିପାରିବ ନାହିଁ। ଅନେକ ଲୋକ ବୈପାରୀଗୁଡ଼ାରେ ପ୍ରଚାର କରିବା ପାଇଁ ଯାଇଥିଲି, ଆଉ ଯେତେବେଳେ ପ୍ରଚାର କରି ଆଇଲା ପରେ ଜଣେ ଲୋକ ମୋତେ ଡାକିଲା, କହିଲା ସେଟା ମୋର ଏରିଆ, ମୋର ଲୋକମାନେ, ତମେ ଯାଇକରି କାହିଁକି ସେଠି ପ୍ରଚାର କଲ? ତମେ କାହିଁକି ଯାଇକରି ସେଠି ପ୍ରଚାର କଲ? এটা মোর মন্ডলী, এটা মোর বিশ্বাসী মানে, তুমি কাହିଁକି ସେଠି ବସୁଛ? ସବୁ ପ୍ରଭୁଙ୍କର ଏ ମଣ୍ଡଳୀ ପ୍ରଭୁଙ୍କର। କୋଉ ପାଷ୍ଟରର ନାହିଁ, କୋଉ ପ୍ରାଚୀନର ନାହିଁ, କୋଉ ବିଶ୍ୱାସୀର ନାହିଁ, ଏଇଟା ପ୍ରଭୁଙ୍କର ଲୋକମାନେ। ସେମାନେ ଆମେ ଯୋଉଠି ମଧ୍ୟ ପ୍ରଭୁଙ୍କ ବ୍ୟବହାର ହେଇପାରିବା, ସେଇ ଲୋକମାନଙ୍କୁ ଶିଶୁ ବୋଲି କୁହାଯାଉଛି। କାହିଁକି ବୋଲେ ସେମାନେ ଜାଣିପାରୁନାହାନ୍ତି, ଏତେ ଜ୍ଞାନୀ ହେଲେ ମଧ୍ୟ ସେମାନେ ଜାଣିପାରୁନାହାନ୍ତି ଯେ ଏଇଟା କାହାର ଲୋକ, ଏଇଟା
କାହାର ଲୋକ ଏମାନେ ପ୍ରଚାର କରିବା ଦ୍ୱାରା କ'ଣ ହେଲା ସେଇଟା ସେମାନେ ଜାଣିପାରୁନାହାନ୍ତି। ଆମେ ଆଜି ଶିଶୁ ପରେ ଅଛୁ ନା ମାନେ ଆତ୍ମିକ ଜୀବନରେ ଆମେ ବଢ଼ୁଛୁ। 7 ପଦ ଅତଏବ ଯେ ରୋପଣ କରେ କିମ୍ବା ଯେ ଜଳ ସେଚନ କରେ ସେ କିଛି ନୁହେଁ, ମାତ୍ର ବୃଦ୍ଧି ସାଧନ କରନ୍ତି ଯେ ଈଶ୍ୱର ସେ ହିଁ ସାର। ଯେ ରୋପଣ କରେ, ଏବେ ଗୋଟେ ଗଛ ଲଗାଇଲୁ ଆମେ, ମୁଇଁ ଗଛ ଲଗାଇଲି ହେଲା, ତାପରେ ଆପଣମାନେ ଆସି ପାଣି ଦେଲେ। ମୁଇଁ ଗଛ ଲଗାଇବା ଲୋକ ମହାନ ନାହିଁ କି ଆପଣମାନେ ପାଣି ଦେବା ଲୋକ ମହାନ ନାହିଁ, କିନ୍ତୁ ଯେ ବଢ଼ାଇବ ପ୍ରଭୁ ଆକା। ଚାକ ଅଙ୍କଲ ଆସିଲେ ଠିକ କଥା, ମଣ୍ଡଳୀ ଗଠନ ହେଲା ଠିକ କଥା, କିନ୍ତୁ ଚାକ ଅଙ୍କଲ ମହାନ ନାହିଁ, ପ୍ରଭୁ ଆକା ମହାନ, ପ୍ରଭୁ ଆକା ମହାନ। ଯଦି ଆମେ କହିବା ସେ ଆକା ଆମର ବୋଲେ ସେ ଆକା ଆମର ପ୍ରଭୁ ହେଇଗଲେ। ଆରେ କାହିଁକି ଆମେ ପ୍ରଭୁକୁ ମାନବା? କେବେ ମଧ୍ୟ ଆମେ କୌଣସି ପ୍ରଚାରକୁ ସେ ଆକା ମୋ ସବୁ କିଛି ବୋଲି ଆମେ କହିବା ନାହିଁ, ପ୍ରଭୁ ଆକା ସବୁ କିଛି। ସେମାନଙ୍କୁ ଆମେ ଲାଳନ ପାଳନ କରୁଛନ୍ତି, ସେଇଟା ଗୋଟେ ବିଷୟ, କିନ୍ତୁ ସର୍ବେ ସର୍ବା ପ୍ରଭୁ। ତାପରେ ତଳେ ପଡ଼, ଯେ ରୋପଣ କରେ ଓ ଯେ ସେଚନ କରେ ବୋଲେ ପାଣି ଦେବ, ସେ ଦୁହେଁ ଏକ, ସେମାନେ ଦୁହେଁ ଏକ, କିନ୍ତୁ ପ୍ରତ୍ୟେକ ଜଣ ଆପଣା ପରିଶ୍ରମ ଅନୁସାରେ ନିଜର ପୁରସ୍କାର ପାଇବ। ଆମର ଏବେ ଚାକ ଅଙ୍କଲ ଆସିକରି କରିଲେ ତାଙ୍କର ପୁରସ୍କାର ପ୍ରଭୁ ଦେବେ। ପ୍ରଭୁ କାହାକୁ ଭୁଲି ଯାଇନାହାନ୍ତି। ଆମେ ଏକ ପରିଶ୍ରମ ଅନୁସାରେ ସେ ନିଜେ ଦେବେ ପୁରସ୍କାର। 9 ପଦରେ କାରଣ ଆମମାନେ ଈଶ୍ୱରଙ୍କ ସହକର୍ମୀ। ଆମମାନେ ଈଶ୍ୱରଙ୍କର ସହକର୍ମୀ। ତୁମେ ମାନେ ଈଶ୍ୱରଙ୍କର କ୍ଷେତ୍ର, ଈଶ୍ୱରଙ୍କର ଗୃହ। ଆଜି ଆମ ହୃଦୟ ହେଉଛି ଈଶ୍ୱରଙ୍କର କ୍ଷେତ୍ର ବା ଗୃହ। ପ୍ରଭୁ ଆମ ହୃଦୟରେ ବାସ କରିବା ପରମେଶ୍ୱର। ତେଣୁକରି ଲେଖା ହେଇଛି ଈଶ୍ୱରଙ୍କର ସହକର୍ମୀ। ଆଜି ଆମମାନେ କୋ-ୱାର୍କର, ବ୍ରେଦରେନ୍ ମଣ୍ଡଳୀରେ କେବଳ ପାଷ୍ଟର ଆକା ପ୍ରଚାର କରିବ ନାହିଁ, କେବଳ ପ୍ରାଚୀନ ଆକା ପ୍ରଚାର କରିବ ନାହିଁ, ବିଶ୍ୱାସୀ ମଧ୍ୟ ପ୍ରଚାର କରିବା ଅଧିକାର ଅଛି। ଲୁଥରାନ ମଣ୍ଡଳୀ ନାହିଁ ଯେ କି ଅନ୍ୟ ପେଣ୍ଟିକୋଷ୍ଟାଲ ମଣ୍ଡଳୀ ନାହିଁ ଯେ ଖାଲି ପାଷ୍ଟର ଏକା ପ୍ରଚାର କରିବ ବୋଲି। ଆପଣମାନେ ଭଲରେ ଜାଣନ୍ତୁ ଯେ এই ବ୍ରେଦରେନ୍ ମଣ୍ଡଳୀରେ କେବଳ ପାଷ୍ଟର ଏକା ପ୍ରଚାର କରିବ ବୋଲି କୋଉଠି ଲେଖା ହେଇନାହିଁ, ବାଇବଲରେ ଲେଖା ହେଇନାହିଁ। ଆପଣମାନେ ପ୍ରସ୍ତୁତ ହୋଇଛନ୍ତି, ଆପଣମାନେ ମଧ୍ୟ ପ୍ରଚାର କରିପାରିବେ, କିନ୍ତୁ ଆପଣମାନଙ୍କର ଲାଇଫ୍ ମଧ୍ୟ ଆମେ ରଖିବାର ଦେଖିବାର ଅଛି, ଟେଷ୍ଟିମୋନି ଲାଇଫ୍ ଥିବାର ଅଛି। ନହେଲେ କହିଦେବେ ନାହିଁ କି ଲୋକମାନେ ଆମର ଜୀବନ କେମିତି ଅଛି ବୋଲିକିରି। ତ ଏଠି ଆମେ ଦେଖୁଛୁ ଯେ ଈଶ୍ୱରଙ୍କର ସହକର୍ମୀ, ମାନେ ଈଶ୍ୱରଙ୍କର କୋ-ୱାର୍କର। ଗୋଟେ ଅଫିସରେ ଆମେ ସମସ୍ତେ କାମ କରୁଛୁ, ମିଶିକରି କାମ କରୁଛୁ। ଭାଲିଆ ମିଲରେ କାମ କରୁଛୁ ବୋଲେ ସେମାନେ ସହକର୍ମୀ, ତାଙ୍କର ସବୁ ସାଙ୍ଗମାନେ ସହକର୍ମୀ। ପ୍ରଭୁଙ୍କର ଆମେ ସହକର୍ମୀ, ପ୍ରଭୁ କାର୍ଯ୍ୟ କରୁଛନ୍ତି, ଆମେ ମଧ୍ୟ କାର୍ଯ୍ୟ କରବାର ଅଛି। ଯଦି ଆମେ ଶିଶୁରେ ନହୁ ଆତ୍ମିକ ଜୀବନରେ ବଢ଼ୁଛୁ, ତାହେଲେ ଈଶ୍ୱରଙ୍କ ସହିତ କାର୍ଯ୍ୟ କରିବା। ଯଦି ଆମେ ଶିଶୁ ଭାବରେ ଏକାଉଛୁ, ଆମେ ଈଶ୍ୱରଙ୍କ ସହିତ କାମ କରିପାରିବୁ ନାହିଁ। କାହିଁକି ବୋଲେ ଆମେ ଜାଣିନୁ କିଛି। ନ ଜାଣିଲା ଲୋକ ଆକା ପ୍ରଭୁ ଶିଖାଇବେ। ଶିଷ୍ୟମାନେ କିଛି ଜାଣିନଥିଲେ, କିନ୍ତୁ ପ୍ରଭୁ ତାଙ୍କୁ ଶିଖାଇଲେ। BA MA ପାଠ ପଢ଼ିଥିଲେ କି ନାହିଁ, ପ୍ରଭୁଙ୍କ ସହିତ 3.5 ବର୍ଷ ସେମାନେ ଥିଲେ, ଶିଖିଲେ। ଆମେ ଭାବୁଛୁ ଥିଓଲୋଜି ଗଲେ ଏକା ସବୁ ଶିଖି ହେବ ବୋଲି, ନାଇଁ। ପ୍ରଭୁଙ୍କର ବାକ୍ୟ ଆମେ ସବୁଦିନ ଶିଖିବାର ଅଛି। ସହକର୍ମୀ, ପ୍ରଭୁଙ୍କ ସହିତ ଆମେ ସହକର୍ମୀ। ପ୍ରଭୁ କାର୍ଯ୍ୟ କରୁଛନ୍ତି, ଆମେ ମଧ୍ୟ କରିବା। ଆଜି ଛତିଶଗଡ଼ରେ ଗୋଟେ ଲୋକର 70 ଏକର ଜମି ଥିଲା ବୋଲିକରି କାଲି କହୁଥିଲେ। ଜଣେ ଲୋକ ଆସିଲା, ବାବୁ 70 ଏକର ଜମିର ମାଲିକ ହେବା ପାଇଁ ଚାହୁଁଛୁ, ଆରାମସେ ରହିବା ପାଇଁ ଚାହୁଁଛୁ, ତାହେଲେ ଏଠି ରହ। ଯଦି ଯୀଶୁକୁ ଜାଣିବା ପାଇଁ ଚାହୁଁଛୁ ବୋଲେ ଏଟା ଛାଡ଼ିକୁ ଯିବାକୁ ପଡ଼ିବ। ଯୀଶୁକୁ ଦରକାର ନା 70 ଏକର ଜମି ଦରକାର ତତେ କହ। ସେ କହିଲା ମତେ ଯୀଶୁକୁ ଦରକାର। ଭାବ
ତାକୁ ଭାଗିଲେ ଏବେ ସେ ଜଗଦଲପୁରରେ ଆସିଛି ପୁଣି ମୁଇଁ ଜାଣିନାହିଁ କାଲି କହୁଥିଲେ ସେ ଏଣେ ତେଣେ ବୁଲୁଛି କିଏ ଦେଲେ ଖାଉଛି ଆରି ରହୁଛି ବୋଲି କହୁଥିଲି ଆମକୁ ଯଦି ଏମିତି ପ୍ରଶ୍ନ ଏବେ ଆଇବ ଏବେ ସେନ୍ସସ୍ ଡ୍ୟୁଟି ଚାଲିଛି ଅନେକ ପ୍ରଶ୍ନ ପଚାରୁଛନ୍ତି ଲୋକମାନେ ଆମେ କେଉଁଟା ମନୋନୀତ କରିବା ଏବେ ଆପଣମାନଙ୍କୁ ଯେଉଁ ପ୍ରଶ୍ନ ପଚାରିବେ ଶିକ୍ଷକମାନେ ଆସିକରି ଘରେ ଘରେ ସର୍ଭେ କରୁଛନ୍ତି ଆପଣମାନଙ୍କୁ ଅନେକ ପ୍ରଶ୍ନ ପଚାରିଯିବ 33 ନା 31ଟା ପ୍ରଶ୍ନ ଆପଣଙ୍କୁ ପଚାରିବେ ଆପଣ ଟିକେ ଜାଗ୍ରତରେ ଉତ୍ତର ଦେବାକୁ ପଡ଼ିବ ଆପଣମାନେ ଜାଗ୍ରତରେ ଉତ୍ତର ଦେବାକୁ ପଡ଼ିବ ଆପଣମାନଙ୍କୁ 70 ଏକର ଜମି ଦରକାର ନା ଯୀଶୁଙ୍କୁ ଦରକାର ଆଜି ଆମେ କାହାକୁ ଦରକାର ଆମେ ଚିନ୍ତା କରବାର ଅଛି ଈଶ୍ୱରଙ୍କର ସହକର୍ମୀ ଆମେ ହେବା ପାଇଁ ହେଲେ 70 ଏକର ଜମି ମିଶା ଛାଡ଼ବା ପାଇଁ ପଡ଼ିବ 70 ଏକର ଜମି ମିଶା ଛାଡ଼ବାକୁ ପଡ଼ିବ ଆଉ ଈଶ୍ୱରଙ୍କର ସହକର୍ମୀ ହେବା ପାଇଁ ପଡ଼ିବ ଈଶ୍ୱରଙ୍କର ସହିତ ଆମେ କାମ କରବାର ଅଛି ଆଚ୍ଛା ପ୍ରଚାର ସୁସମାଚାର ପ୍ରଚାର କରବାଟା ଏକା ପ୍ରଭୁଙ୍କର କାମ କି ଘରେ ବସିକରି ପ୍ରାର୍ଥନା କରବାଟା କ'ଣ ଈଶ୍ୱରଙ୍କର କାମ ନାହିଁ କି ଘରେ ବସି ଆପଣମାନେ ପ୍ରାର୍ଥନା କରନ୍ତୁ ସେଇଟା ମଧ୍ୟ ପ୍ରଭୁଙ୍କର ସହିତ ସହକର୍ମୀ ହେଉଛନ୍ତି ଆମେ ଯଦି ଆତ୍ମିକ ଜୀବନରେ ବଢ଼ୁଛୁ ଆମେ ଯଦି ଆତ୍ମିକ ଜୀବନର ବଡ଼ ଲୋକ ହେଉଛୁ ବୋଲେ ଆମେ ପ୍ରାର୍ଥନା କରବାର ଅଛି ଆମେ ବାକ୍ୟ ମନେ ରଖବାର ଅଛି ଆମେ ଶିଶୁ ଉପରେ ହେଇକରି ରହିବା ନାହିଁ ଆମେ ଝଗଡ଼ା ଝାଟି ଆମମାନଙ୍କ ଭିତରେ ବଡ଼ ହେବାର ନାହିଁ ଯଦି ସେଇ ପ୍ରକାର ଅଛି ତାହେଲେ ଆମେ ଶିଶୁ ଆମେ ଏବେ ପର୍ଯ୍ୟନ୍ତ ବଢ଼ିପାରୁଛୁ ତାପରେ ଆମେ ଶେଷ କରିବା 10 ପଦ ମୋତେ ଦତ୍ତ ଈଶ୍ୱରଙ୍କ ଅନୁଗ୍ରହ ଅନୁସାରେ ମୁଁ ଜଣେ ବୁଦ୍ଧିମାନ ଗୃହ ନିର୍ମାଣକାରୀ ତୁଲ୍ୟ ଭିତ୍ତିମୂଳ ସ୍ଥାପନ କରିଅଛି ଅନ୍ୟ ଜଣେ ତାହା ଉପରେ ନିର୍ମାଣ କରୁଅଛି କିନ୍ତୁ ପ୍ରତ୍ୟେକ ଲୋକ ତାହା ଉପରେ କିପରି ନିର୍ମାଣ କରୁଅଛି ସେ ସମ୍ବନ୍ଧରେ ସାବଧାନ ହେଉ ମୋତେ ଦତ୍ତ ଈଶ୍ୱରଙ୍କ ଅନୁଗ୍ରହ ଅନୁସାରେ ମୁଁ ଜଣେ ବୁଦ୍ଧିମାନ ଗୃହ ନିର୍ମାଣକାରୀ ତୁଲ୍ୟ ଭିତ୍ତିମୂଳ ସ୍ଥାପନ କରିଅଛି ଆମେ ଜାଣୁଛୁ ସେ ଦୁଇ ଜଣ ଘର ବାନ୍ଧିଲେ ଜଣେ ବାଲି ଉପରେ ଜଣେ ପଥର ଉପରେ ଆଜି ଯଦି ଆମେ ସେ ପଥର ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଉ ସେଇ ପଥର ହେଉଛନ୍ତି ଗୋଟେ ପରିତ୍ରାଣକୁ ବିଷୟ ଦିଆଯାଉଛି ଆମେ ଯଦି ପରିତ୍ରାଣ ପାଇଛୁ ଆମେ ସେଇ ପରିତ୍ରାଣ ଉପରେ ଗୃହ ନିର୍ମାଣ କରି ଚାଲିଛୁ ଯଦି ଆମେ ପରିତ୍ରାଣ ପାଇନାହୁଁ ଆମେ ସେଇ ବାଲି ଉପରେ ଆମେ ଘର ନିର୍ମାଣ କରୁଛୁ ବାଲି ଉପରେ ନିର୍ମାଣ କରବାଟା ହେଉଛି ସେ ଭିତରେ କ'ଣ ଥିବ ଲୋଭ ଥିବ ଅନ୍ୟାୟ ଥିବ ଅତ୍ୟାଚାର ଥିବ ସବୁ ବିଷୟ ଥିବ ଆହୁରି ପ୍ରାର୍ଥନା ମିଶା ଥିବ ଆହୁରି ଚର୍ଚ୍ଚ ମିଶା ଯାଉଥିବ କିନ୍ତୁ ଯେତେବେଳେ ପଥର ଉପରେ ଆମେ ଘର ବାନ୍ଧୁଛୁ ସେଠି କ'ଣ ଥିବ ଅମିଶ୍ରିତ ଦୁଗ୍ଧ ସଦୃଶ ଜୀବନ କାଟବାର ଅଛି ଆମର ଜୀବନରେ ହିଂସା ନଥିବାର ଅଛି ଈର୍ଷା ନଥିବାର ଅଛି ଗୋଟେ ଦିନ ଗୋଟେ ଚର୍ଚ୍ଚରେ ଯାଇଥିଲି ସେଠି ଗୋଟେ ବଡ଼ ମିଟିଂ ହେଉଥିଲା ସେ ମିଟିଂରେ ଗୋଟେ ପ୍ରୋଗ୍ରାମ ଚାଲିଥିଲା ଯେ ଖରାକୁ ବହୁତ ଲୋକ ଅସୁବିଧା ହେଉଛନ୍ତି ଗୋଟେ ଫ୍ୟାନ୍ ବୁଲୁଛି ବୁଲୁନାହିଁ ସବୁ ଫ୍ୟାନ୍ ବୁଲୁଛି ଗୋଟେ ଫ୍ୟାନ୍ ବୁଲୁନାହିଁ ମୁଁ ଗୋଟେ ଲୋକ କହିଲି ଆଜ୍ଞା ଏଇଟା କାହିଁକି ବୁଲୁନାହିଁ ନାଇଁ ସେଟା ରିପେୟାର ହେବାର ଅଛି ତାପରେ ସେ ପ୍ରୋଗ୍ରାମ ସରିଗଲା ପରେ କେତେ ଦିନ ପରେ ମୁଇଁ ପଚାରିଲି ସେ ଫ୍ୟାନ୍ ରିପେୟାର ହେଲା କି ଆଜ୍ଞା କୋଉଠି ହେବ ସେଠି ପାଷ୍ଟର ଅଛି ସେଠି ଆମର କିଏ ଆମର ପ୍ରାଚୀନ ମାନେ ଅଛନ୍ତି ବିଶ୍ୱାସୀ ମାନେ ଅଛନ୍ତି ସେ ତାକୁ ଦେଖାଉଛି ସେଟା ହେଉଛି ଈର୍ଷା ହେଲା ସେ ଇଭାଞ୍ଜେଲିଷ୍ଟ କହିବ କି ସେ ପାଷ୍ଟର କହିବ ସେ ପ୍ରାଚୀନ କହିବ ଏଇଟା ମୋର କାମ ନାହିଁ ଏଇଟା ତାର କାମ ସେ କହିବ ତାକୁ ସେଇଟା ମୋର କାମ ନାହିଁ ସେଇଟା ତାର କାମ ଏଇଟା ହେଉଛି ଈର୍ଷା ଏଇଟା ହେଉଛି ଈର୍ଷା ଏଇଟା ହେଉଛି ହିଂସା ଏ ପ୍ରକାର ହିଂସା ଯଦି ହେବ ଆମେ ଶିଶୁ ଅଟୁ ମୋର ପ୍ରିୟ ଭାଇ ଭଉଣୀମାନେ ଆଜି ଆମ ପରିବାରରେ ଆମେ ସେଇ ପ୍ରକାର ଜୀବନ କାଟୁଛୁ ଆମର ଜୀବନରେ ଗୋଟେ ଇଗୋ ବା ଗର୍ବ ଗୋଟେ ଯଦି ଅଛି ସେଇଟା ହିଂସା ବା ସେଇଟା ଶିଶୁ ପରି ଆମେ ଜୀବନ କାଟୁଛୁ ଇସ୍ରାଏଲ ଲୋକମାନେ ଶିଶୁ ପରି ଜୀବନ କାଟୁଥିଲେ ବିବାଦ କରୁଥିଲେ ବିବାଦ ବୋଲେ ମଶା ପାଖେ ଯାଇକରି ପାଣି ନାହିଁ ମାଂସ ନାହିଁ ଆମେ ଆରାମସେ ରହୁଥିଲୁ ସେ ମିଶର ଦେଶରେ ଏଠି କିଛି ମିଳୁନାହିଁ ଚର୍ଚ୍ଚା ସବୁ କରାଯାଉ ଆମକୁ ପ୍ରଭୁ ଏଇ ଜଗତରେ ରଖିଛନ୍ତି ଚର୍ଚ୍ଚା କରିବା ପାଇଁ ନାହିଁ ପ୍ରଭୁଙ୍କୁ ଗୌରବ କରିବା ପାଇଁ ଯଦି ଆମେ ଶିଶୁ ଆତ୍ମିକ ଭାବରେ ଶିଶୁ ଅଟୁ
ତାହେଲେ ଆମେ ଆଗକୁ ବଢ଼ିପାରିବା ନାହିଁ। ଆମେ ଆଗକୁ ବଢ଼ିବା ପାଇଁ ହେଲେ ଆମେ ପ୍ରଭୁଙ୍କର ବାକ୍ୟକୁ ଧ୍ୟାନ କରି ଆମେ ଗୁରୁ ପାକ ଖାଦ୍ୟ ଆମେ ଖାଇବାର ଅଛି। ଏ ମୌଳିକ ବିଷୟରେ ଆକା ରହିବା ନାହିଁ। କେବଳ ବାପ୍ତିସ୍ମ, କେବଳ କଟେଜ ମିଟିଂ, କେବଳ ଉପାସନାରେ ଆକା ଆମେ ରହିବା ନାହିଁ। ଆଜି ଗଭୀରକୁ ଯିବା। ଆପଣମାନେ ଏଇ ଜାଗାରେ ଆସି ପ୍ରଚାର କରିବାର ଅଛି। ସେଇଟା ପ୍ରଭୁ ଚାହୁଁଛନ୍ତି। ପ୍ରଭୁ ଚାହୁଁଛନ୍ତି ଆପଣମାନଙ୍କୁ ଏଇ ପ୍ରକାର ଗୋଟେ ମୁହୂର୍ତ୍ତ ଦେଖାଇବା ପାଇଁ। ତ ପ୍ରଭୁ ଆଜି ଆମମାନେ ଆତ୍ମିକ ଜୀବନରେ ଶିଶୁ ଗୋଟେ ବୟୋଜ୍ୟେଷ୍ଠ ଲୋକ କରି ଆମେ ହେବା। ଆମମାନେ କେବଳ କ୍ଷୀର ଏକା ପିଇବା ନାହିଁ, କିନ୍ତୁ ଗୁରୁ ପାକ ଖାଦ୍ୟ ଆମେ ଖାଇବା ପାଇଁ ପ୍ରଭୁ ଆମକୁ ଆଶୀର୍ବାଦ କରନ୍ତୁ, ଅନୁଗ୍ରହ କରନ୍ତୁ। ଆଗାମୀ ଦିନମାନଙ୍କରେ ଯେପରି ଆମମାନେ ସେଇ ଶିଶୁ କରି ନୁହେଁ, ଆମମାନେ ବୟୋଜ୍ୟେଷ୍ଠ ଲୋକ କରି ଆଗକୁ ବଢ଼ିବା ପାଇଁ ପ୍ରଭୁ ଆମକୁ ଅନୁଗ୍ରହ ଆଶୀର୍ବାଦ କରନ୍ତୁ।